ହ୍ୟାଲୋ ପିଲାମାନେ, ମୁଁ ତୁମମାନଙ୍କୁ ସ୍ୱାଗତ କରିଛି ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଡିକୁ। କେମିତି ଅଛ ପିଲାମାନେ? ଆଶା କରି ତୁମମାନେ ସମସ୍ତେ ବହୁତ ଭଲରେ ଥିବ ଏବଂ ତୁମେ ତୁମର ବିଏଡ଼୍ ପ୍ରିପାରେସନ୍ ମଧ୍ୟ ପିଲେ ଜୋରସୋରରେ ଆଗେଇ ନେଉଥିବ। ତ ଦେଖ ପିଲେ, ତୁମର ବିଏଡ଼୍ର ନୋଟିଫିକେସନ୍ ବାହାରି ଅନଲାଇନ୍ ମଧ୍ୟ ସରିଯାଇଛି। ତ ତୁମମାନେ ଡେରି କର ନାହିଁ, ତୁମମାନେ ନିଜର ପ୍ରିପାରେସନ୍କୁ ଜୋରସୋରରେ ଆଗେଇ ନିଅ। ଠିକ୍ ଅଛି ପିଲାମାନେ, ତ ଆଜିର ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଜେନେରାଲ୍ ନଲେଜ୍। କ'ଣ ପିଲେ? ଜେନେରାଲ୍ ନଲେଜ୍, ଯାହା ତୁମର ଏକ୍ଜାମ୍ ପାଇଁ ପିଲେ ବହୁତ ଇମ୍ପୋର୍ଟାଣ୍ଟ ହେବ। ତେଣୁ ମୁଁ ଏହା କହିବି ତୁମମାନଙ୍କୁ, ତୁମମାନେ ଏହି ଭିଡ଼ିଓକୁ ପିଲେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖ, ଯାହା ତୁମ ପରୀକ୍ଷାରେ ପିଲେ ତୁମକୁ ହେଲ୍ପଫୁଲ୍ ହେବ। ଏବଂ ଯେଉଁମାନେ ମଧ୍ୟ ପିଲେ ଚ୍ୟାନେଲ୍ଟିକୁ ପ୍ରଥମେ ଆସିଛ, ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରି ଲାଇକ୍ ମଧ୍ୟ କର ପିଲେ ଏବଂ ପାଖରେ ଥିବା ବେଲ୍ ଆଇକନ୍ ଘଣ୍ଟିକୁ ଦବାଇ ଦିଅ। ତ ଦେଖିବା ପିଲେ ଆଜିର ଏହି ଭିଡ଼ିଓରେ କ'ଣ କ୍ୱେଶ୍ଚିନ୍ ଗୁଡ଼ାକ ଅଛି। ତ ଦେଖ, ପ୍ରଥମରେ ଅଛି ଏଠାରେ, ଇନ୍ ହ୍ୱିଚ୍ ରିଭର୍ ଇଜ୍ କଲ୍ଡ ଦ ଗଙ୍ଗା ଅଫ୍ ଓଡ଼ିଶା। ଏଠି କ'ଣ କହିଛି ପିଲେ? ଇନ୍ ହ୍ୱିଚ୍ ରିଭର୍ ଅର୍ଥାତ୍ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ କେଉଁ ରିଭର୍କୁ ଗଙ୍ଗା, ଓଡ଼ିଶାର ଗଙ୍ଗା ବୋଲି କୁହାଯାଏ? ଅପସନ୍ ଦେଇଛି ପିଲେ, ଦେଖ, ରିଭର୍ ବୈତରଣୀ, ରିଭର୍ ବ୍ରାହ୍ମଣୀ, ମହାନଦୀ, ନନ୍ ଅଫ୍ ଦିଜ୍। ତ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ଏହାର ସଠିକ୍ ଆନ୍ସର୍ଟି କ'ଣ ହେବ? ଏହାର ସଠିକ୍ ଆନ୍ସର୍ଟି ହେବ ପିଲେ ଅପସନ୍ ନମ୍ବର ସି, ମହାନଦୀ ରିଭର୍। କେଉଁ ରିଭର୍କୁ ଓଡ଼ିଶାର ଗଙ୍ଗା କୁହାଯାଏ ପିଲେ? ମହାନଦୀ ରିଭର୍କୁ ଓଡ଼ିଶାର ଗଙ୍ଗା ବୋଲି କୁହାଯାଏ। ଠିକ୍ ଅଛି, ବୁଝିଲ? ଦେଖିବା ନେକ୍ସଟ। ସମ୍ବଲପୁର ୟୁନିଭର୍ସିଟି ଇଜ୍ ଅଦରୱାଇଜ୍ ନୋନ୍ ଆଜ୍। ଏଠି କ'ଣ ପଚାରିଛି? ସମ୍ବଲପୁର ୟୁନିଭର୍ସିଟିକୁ ଆମେ ଆଉ କ'ଣ ବୋଲି ଜାଣିଥାଉ ବା କହିଥାଉ? ଅପସନ୍ରେ ଦେଇଛି ପିଲେ, ଦେଖ, ବାଣିକ ବିହାର, ଭାଣିଆ ବିହାର, ଶ୍ରୀ ବିହାର ଏବଂ ଜ୍ୟୋତି ବିହାର। ତ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ଏହାର ସଠିକ୍ ଆନ୍ସର୍ଟି କେଉଁଟି ହେବ? ଏହାର ଠିକ୍ ଆନ୍ସର୍ଟି ହେଲା ପିଲେ ଅପସନ୍ ନମ୍ବର ଡି, ଜ୍ୟୋତି ବିହାର। ଆମେ ପିଲେ ଏହି ସମ୍ବଲପୁର ୟୁନିଭର୍ସିଟିକୁ ଜ୍ୟୋତି ବିହାର ବୋଲି ମଧ୍ୟ କହିଥାଉ। ଠିକ୍ ଅଛି, ଦେଖିବା ଆଗକୁ। ଦେଖ ପିଲେ, ଇନଫୋସିଟି ସିଚୁଏଟେଡ୍ ଇନ୍। ଏଠି କ'ଣ ପଚାରିଛି? ଇନଫୋସିଟି ସିଚୁଏଟେଡ୍ ଇନ୍। ଇନଫୋସିଟି କେଉଁଠାରେ ଅବସ୍ଥିତ ଅଛି? ଅପସନ୍ ଦେଇଛି ପିଲେ, ଦେଖ, ଭୁବନେଶ୍ୱର, ବ୍ରହ୍ମପୁର, କଟକ ଏବଂ ଝାରସୁଗୁଡ଼ା। ତ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ଏହାର ସଠିକ୍ ଆନ୍ସର୍ଟି କେଉଁଟି ହେବ ପିଲେ? ଏହାର ସଠିକ୍ ଆନ୍ସର୍ଟି ହେବ ଅପସନ୍ ନମ୍ବର ଏ, ଭୁବନେଶ୍ୱର। ଇନଫୋସିଟି ସିଚୁଏଟେଡ୍ ଇନ୍ ପିଲେ ଭୁବନେଶ୍ୱର। ଠିକ୍ ଅଛି, ବୁଝିଲ? ନେକ୍ସଟ ଦେଖିବା। ବୌଦ୍ଧ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ହ୍ୱିଚ୍ ଟାଇପ୍ ଅଫ୍ କଟେଜ୍ ଇଣ୍ଡଷ୍ଟ୍ରି। ଏଠି କ'ଣ ପଚାରିଛି ପିଲେ? ବୌଦ୍ଧ ଡିଷ୍ଟ୍ରିକ୍ଟ, କେଉଁ ଡିଷ୍ଟ୍ରିକ୍ଟ? ବୌଦ୍ଧ ଡିଷ୍ଟ୍ରିକ୍ଟ ଫେମସ୍ ଫର୍ ହ୍ୱିଚ୍ ଟାଇପ୍ ଅଫ୍ କଟେଜ୍ ଇଣ୍ଡଷ୍ଟ୍ରି। ଅପସନ୍ରେ ଦେଇଛି ପିଲେ, ଦେଖ, ଉଡ୍ କ୍ରାଫ୍ଟ, ହ୍ୟାଣ୍ଡଲୁମ୍, ସିଲ୍କ ଶାଢ଼ୀ, ଫାୟାର କ୍ରାକର ମେକିଂ, ବଡି ମେକିଂ। ତ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ପିଲେ, ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ଏହାର ସଠିକ୍ ଆନ୍ସର୍ଟି କେଉଁଟି ହେବ? ଏହାର ସଠିକ୍ ଆନ୍ସର୍ଟି ହେବ ପିଲେ ଅପସନ୍ ନମ୍ବର ବି, ହ୍ୟାଣ୍ଡଲୁମ୍, ସିଲ୍କ ଶାଢ଼ୀ। ଏହି ବୌଦ୍ଧ ଡିଷ୍ଟ୍ରିକ୍ଟଟି ପିଲେ ଫେମସ୍ ଫର୍ କେଉଁଥିପାଇଁ? ହ୍ୟାଣ୍ଡଲୁମ୍, ସିଲ୍କ ଶାଢ଼ୀ। ଠିକ୍ ଅଛି, ଦେଖିବା ନେକ୍ସଟ। ତ ଦେଖ, ହ୍ୱିଚ୍ ଅଫ୍ ଦ ଫଲୋଇଂ ପୋର୍ଟ ହ୍ୟାଜ୍ ଏ ଆର୍ଟିଫିସିଆଲ ଟାଇପ୍ ଲେଗୁନ୍। ଏଠି ପିଲେ ଟାଇପିଂ ମିଷ୍ଟେକ୍ ହେଇଛି। ଏଠି କ'ଣ କହିଛି? ହ୍ୱିଚ୍ ଅଫ୍ ଦ ଫଲୋଇଂ ଅର୍ଥାତ୍ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ପିଲେ, ଏହି ଅପସନ୍ ଗୁଡ଼ିକ ମଧ୍ୟରୁ କେଉଁ ପୋର୍ଟଟି ଆର୍ଟିଫିସିଆଲ ଟାଇପ୍ ଲେଗୁନ୍ କହିଛି? ଅପସନ୍ରେ ଦେଇଛି ପାରାଦୀପ, ଚାନ୍ଦିପୁର, ଗୋପାଳପୁର ଏବଂ କୀର୍ତ୍ତନିଆ। ତ ଏହାର ସଠିକ୍ ଆନ୍ସର୍ଟି କେଉଁଟି ହେବ? ଏହାର ସଠିକ୍ ଆନ୍ସର୍ ହେବ ପିଲେ ଅପସନ୍ ନମ୍ବର ଏ, ପାରାଦୀପ। ପାରାଦୀପ ପିଲେ ଗୋଟିଏ ଆର୍ଟିଫିସିଆଲ ଟାଇପ୍ ଲେଗୁନ୍। ଠିକ୍ ଅଛି, ଦେଖିବା ନେକ୍ସଟ। ଉତ୍କେଲା ଏୟାର ଷ୍ଟ୍ରିପ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ପ୍ଲେସ୍ ଅଫ୍ ଓଡ଼ିଶା। ଏଠି କ'ଣ ପଚାରିଛି? ଉତ୍କେଲା ଏୟାର ଷ୍ଟ୍ରିପ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ପ୍ଲେସ୍ ଅଫ୍ ଓଡ଼ିଶା। ଅପସନ୍ରେ ଦେଇଛି ପିଲେ, ଦେଖ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ଗଞ୍ଜାମ। ତ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ କେଉଁଟି ହେବ ସଠିକ୍? ସଠିକ୍ ହେବ ପିଲେ ଅପସନ୍ ନମ୍ବର ସି, କଳାହାଣ୍ଡି। ଉତ୍କେଲା ଏୟାର ଷ୍ଟ୍ରିପ୍ ପିଲେ ଏହି କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ପିଲେ ଉତ୍କେଲା ଏୟାର ଷ୍ଟ୍ରିପ୍ ଅବସ୍ଥିତ ଅଛି। ଠିକ୍ ଅଛି, ବୁଝିଲ? ଦେଖିବା ପିଲାମାନେ ନେକ୍ସଟ। ତ ଦେଖ, ଏଠି ପଚାରିଛି ଆମକୁ, ନେମ୍ ଦ ଫାଷ୍ଟ ସମ୍ବଲପୁରୀ ମୁଭି। କ'ଣ ପଚାରିଛି? ନେମ୍ ଦ ଫାଷ୍ଟ ସମ୍ବଲପୁରୀ ମୁଭି। ପ୍ରଥମ ସମ୍ବଲପୁରୀ ମୁଭି କେଉଁଟି? ପ୍ରଥମ ସମ୍ବଲପୁରୀ ମୁଭି କେଉଁଟି ପିଲେ? ଅପସନ୍ରେ ଦେଇଛି ଭୂତ ମଶାନ, ଝି, ସଲାବୁଢ଼ା ଏବଂ ଭୁକା। ତ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ଏହାର ସଠିକ୍ ଆନ୍ସର୍ଟି କେଉଁଟି ହେବ? ଏହାର ସଠିକ୍ ଆନ୍ସର୍ଟି ହେବ ପିଲେ ଭୁକା।
କେଉଁଠି ଭୁକା ଏବଂ ଏହି ଭୁକା ପ୍ଲେ କେତେ ମସିହା ରିଲିଜ୍ ହୋଇଥିଲା? ଏହା ପ୍ଲେ ରିଲିଜ୍ ହୋଇଥିଲା 1998 ମସିହାରେ। କେବେ? 1989ରେ ଏହା ପ୍ରଥମ କରି ରିଲିଜ୍ ହୋଇଥିଲା। ଭୁକା ହେଉଛି ସମ୍ବଲପୁରୀ ମୁଭି। ଠିକ୍ ଅଛି, ଦେଖିବା ନେକ୍ସଟ। ହୁ ରୋଡ୍ ଦ ଫାଷ୍ଟ ଓଡ଼ିଆ ପ୍ଲେ ବାବାଜୀ? ଏଠି କ'ଣ ପଚାରିଛି? ହୁ ରୋଡ୍ ଦ ଫାଷ୍ଟ ଓଡ଼ିଆ ପ୍ଲେ ବାବାଜୀ? ଅପସନ୍ ଦେଇଛି ପ୍ଲେ କାଲନ୍ଦୀ ବେହେରା, ଜଗମୋହନ ଲାଲା, ପ୍ରଶାନ୍ତ ନନ୍ଦ ଏବଂ ଗଜରାଜ ବିଶ୍ୱାଳ। ତ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ଏହାର ସଠିକ୍ ଆନ୍ସରଟି କେଉଁଠି ହେବ? ଏହାର ଠିକ୍ ଆନ୍ସର ହେବ ବୋଲି ଅପସନ୍ ନମ୍ବର ବି ଜଗମୋହନ ଲାଲା। କିଏ? ଜଗମୋହନ ଲାଲା। ଠିକ୍ ଅଛି, ଦେଖିବା ନେକ୍ସଟ। ତ ଦେଖ, ଦ ମଡର୍ନ ଓଡ଼ିଆ ସ୍କ୍ରିପ୍ଟ ହ୍ୟାଜ୍ ହାଉ ମେନି ଆଲଫାବେଟ୍ସ? ଏଠି କ'ଣ ପଚାରିଛି? ଦ ମଡର୍ନ ଓଡ଼ିଆ ସ୍କ୍ରିପ୍ଟ ହ୍ୟାଜ୍ ହାଉ ମେନି ଆଲଫାବେଟ୍ସ? ଠିକ୍ ଅଛି, ଅପସନ୍ ଦେଇଛି ପିଲେ ଦେଖ 52, 25, 42 ଏବଂ 40। ତ ଏହି ଅପସନ୍ ଗୁଡ଼ିକ ମଧ୍ୟରୁ ଏହାର ସଠିକ୍ ଆନ୍ସର କେଉଁଠି ହେବ ପିଲେ? ଏହାର ସଠିକ୍ ଆନ୍ସରଟି ହେବ ଅପସନ୍ ନମ୍ବର ଏ 52। ଠିକ୍ ଅଛି, ଦେଖିବା ନେକ୍ସଟ। ଦ ଲାର୍ଜେଷ୍ଟ ଟ୍ରାଇବ୍ ଇନ୍ ଓଡ଼ିଶା କ'ଣ? ଦ ଲାର୍ଜେଷ୍ଟ ଟ୍ରାଇବ୍ ଇନ୍ ଓଡ଼ିଶା ଅପସନ୍ରେ ଦେଇଛି ସାନ୍ତାଳ, କନ୍ଧ, ସୌର ଏବଂ ନନ୍ ଅଫ୍ ଦିସ୍। ତ ଏହାର ସଠିକ୍ ଆନ୍ସରଟି କେଉଁଠି ହେବ? ଏହାର ସଠିକ୍ ଆନ୍ସରଟି ହେବ ଅପସନ୍ ନମ୍ବର ବି କନ୍ଧ। ଦ ଲାର୍ଜେଷ୍ଟ ଟ୍ରାଇବ୍ ଅଫ୍ ଓଡ଼ିଶା ଇଜ୍ କନ୍ଧ। ଠିକ୍ ଅଛି, ଦେଖିବା ନେକ୍ସଟ। ତ ଦେଖ, ଡଙ୍ଗରିଆ କନ୍ଧ ରିସାଇଡ୍ ଇନ୍ ହୁଇଚ୍ ଡିଷ୍ଟ୍ରିକ୍ଟ? ଏଠି ପଚାରିଥିଲେ ଡଙ୍ଗରିଆ କନ୍ଧ ରିସାଇଡ୍ ଇନ୍ ହୁଇଚ୍ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା? ଓଡ଼ିଶା ବିଷୟରେ ପଚାରିଥିଲେ ଓଡ଼ିଶା ହେବ। ଠିକ୍ ଅଛି, ଦେଖିବା ନେକ୍ସଟ। ଅପସନ୍ ଦେଖିବା କୋରାପୁଟ, ବୌଦ୍ଧ, କନ୍ଧମାଳ ଏବଂ ନୟାଗଡ଼। ତ ଏହି ଅପସନ୍ ଗୁଡ଼ିକ ମଧ୍ୟରେ ସଠିକ୍ ଆନ୍ସରଟି ହେବ ପିଲେ ଅପସନ୍ ନମ୍ବର ଏ କୋରାପୁଟ। ଡଙ୍ଗରିଆ କନ୍ଧ ପିଲେ ରିସାଇଡ୍ସ କୋରାପୁଟ ଡିଷ୍ଟ୍ରିକ୍ଟ। ଠିକ୍ ଅଛି, ଦେଖିବା ନେକ୍ସଟ। ଦ ରିଭର ବ୍ରାହ୍ମଣୀ ପାସେସ୍ ଥ୍ରୋ? ଏଠି ପଚାରିଛି ଦ ବ୍ରାହ୍ମଣୀ ରିଭର ପାସେସ୍ ଥ୍ରୋ। ଅପସନ୍ରେ ଦେଇଛି ପିଲେ ଦେଖ ଯାଜପୁର, ସୁନ୍ଦରଗଡ଼, ଢେଙ୍କାନାଳ, ଅଲ୍। ତ ବ୍ରାହ୍ମଣୀ ରିଭର କେଉଁ ଡିଷ୍ଟ୍ରିକ୍ଟ ଦେଇ ଯାଇଛି ବୋଲି ଓଡ଼ିଶାରେ? ତ ଏହାର ସଠିକ୍ ଆନ୍ସର ହେବ ବୋଲି କ'ଣ? ଅଲ୍। ଯାଜପୁର, ସୁନ୍ଦରଗଡ଼, ଢେଙ୍କାନାଳ ଏହି ତିନୋଟି ଡିଷ୍ଟ୍ରିକ୍ଟ ଦେଇ ଏହି ବ୍ରାହ୍ମଣୀ ନଦୀଟି ପ୍ରବାହ ହେଇଛି। ଦେଖ ପିଲେ କେଉଁ ଡିଷ୍ଟ୍ରିକ୍ଟ ଦେଇ, ଓଡ଼ିଶାର କେଉଁ ଡିଷ୍ଟ୍ରିକ୍ଟ ଦେଇ ଏହି ବ୍ରାହ୍ମଣୀ ରିଭର ପ୍ରବାହିତ ହୁଏ? ପ୍ରଥମେ ସୁନ୍ଦରଗଡ଼ ହେଲା, ଦେଓଗଡ଼, ଠିକ୍ ଅଛି, ଅନୁଗୁଳ, ଢେଙ୍କାନାଳ, ତାପରେ କଟକ ହେଲା, ତାପରେ ଯାଜପୁର, ତାପରେ କେନ୍ଦ୍ରାପଡ଼ା। ଠିକ୍ ଅଛି ପିଲେ, କେନ୍ଦ୍ରାପଡ଼ା ଏତିକି ଡିଷ୍ଟ୍ରିକ୍ଟ ଯାଇ ପିଲେ ଦେଇ ଏହି ବ୍ରାହ୍ମଣୀ ନଦୀ ପ୍ରବାହିତ ହୋଇଥାଏ। ଠିକ୍ ଅଛି, ଦେଖିବା ନେକ୍ସଟ। ତ ଦେଖ, ଦ ସେଣ୍ଟ୍ରାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଆଟ୍ କଟକ ୱାଜ୍ ଏଷ୍ଟାବ୍ଲିଶ୍ ଇନ୍? ସେଣ୍ଟ୍ରାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଯାହା ପିଲେ କଟକ ଠାରେ ଅଛି ତାହା କେବେ ଏଷ୍ଟାବ୍ଲିଶ୍ ହୋଇଥିଲା? ଅପସନ୍ରେ ଦେଇଛି 1976, 1966, 1956, 1946। ତ ଏହାର ସଠିକ୍ ଆନ୍ସରଟି କେଉଁଠି ହେବ ପିଲେ? ଏହାର ସଠିକ୍ ଆନ୍ସରଟି ହେବ ଅପସନ୍ ନମ୍ବର ଡି 1946। 1946 ମସିହାରେ ପିଲେ ଏହା ଏଷ୍ଟାବ୍ଲିଶ୍ ହୋଇଥିଲା। ନେକ୍ସଟ ଦେଖିବା ବିଜୁ କୃଷକ ବିକାଶ ଯୋଜନା କ'ଣ? ବିଜୁ କୃଷକ ବିକାଶ ଯୋଜନା BKVY ଯାହା ପିଲେ ସର୍ଟ ଫର୍ମ ହେଲା BKVY ୱାଜ୍ ଲଞ୍ଚ ବାଇ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଇନ୍? ଏହା କେଉଁ ମସିହାରେ BKVY ପିଲେ କେଉଁ ମସିହାରେ ଲଞ୍ଚ ହୋଇଥିଲା? ଅପସନ୍ରେ ଦେଇଛି ପିଲେ ଦେଖ 1999, 2001, 2002, 2005। ତ ଏହାର ସଠିକ୍ ଆନ୍ସରଟି ହେବ ପିଲେ ଅପସନ୍ ନମ୍ବର ବି 2001। 2001 ମସିହାରେ ପିଲେ ଏହି BKVY ଅର୍ଥାତ୍ ବିଜୁ କୃଷକ ବିକାଶ ଯୋଜନା ଲଞ୍ଚ ହୋଇଥିଲା। ଠିକ୍ ଅଛି, ଦେଖିବା ନେକ୍ସଟ। ତ ଦେଖ, ଓମ୍ଫେଡ୍ ୱାଜ୍ ଏଷ୍ଟାବ୍ଲିଶ୍ ଇନ୍ ଦ ଇୟର? ଏଠି କ'ଣ ପଚାରିଛି? ଓମ୍ଫେଡ୍ ପିଲେ କେତେ ମସିହାରେ ଏଷ୍ଟାବ୍ଲିଶ୍ ହୋଇଥିଲା? ଅପସନ୍ରେ ଦେଇଛି 1980, 1986, 1981, 1978। ତ ଏହାର ସଠିକ୍ ଆନ୍ସରଟି କେଉଁଠି ହେବ ପିଲେ? ଏହାର ସଠିକ୍ ଆନ୍ସରଟି ହେବ ଅପସନ୍ ନମ୍ବର ଏ 1980। ଏହି ଓମ୍ଫେଡ୍ ପିଲେ କେତେ ମସିହାରେ? 1980 ମସିହାରେ ଏଷ୍ଟାବ୍ଲିଶ୍ ହୋଇଥିଲା। ଠିକ୍ ଅଛି, ବୁଝିଲ? ଦେଖିବା ନେକ୍ସଟ। Which sector of the state of Odisha is a key to its economic development? କ'ଣ ପଚାରିଛି?
Which sector of the state of Odisha is key to its economic important? ଅପସନରେ ଦେଇଛି ବୋଲି ଦେଖ କଲଚରାଲ, ଆଗ୍ରାରିୟମ, ଇଣ୍ଡଷ୍ଟ୍ରିଆଲ ଏବଂ ଇରିଗେସନ। ତ ଏହାର ସଠିକ ଆନ୍ସରଟି କେଉଁଠି ହେବ ପିଲେ? ଏହାର ସଠିକ ଆନ୍ସରଟି ହେବ ଅପସନ ନମ୍ବର ଡି, ଇରିଗେସନ। କ'ଣ ପିଲେ? ଇରିଗେସନ ହେଉଛି ପିଲେ ଇରିଗେସନ ସେକ୍ଟର ପିଲେ ଓଡ଼ିଶାର କି ଇକୋନୋମିକ ଡେଭଲପମେଣ୍ଟ ପାଇଁ। ଠିକ ଅଛି, ଦେଖିବା ନେକ୍ସଟ। ତ ଦେଖ ଏଠି ପଚାରିଛି ପିଲେ ସୁକିନ୍ଦା ମାଇନ୍ସ ଇଜ୍ ଫେମସ୍ ଫର୍। କ'ଣ ପଚାରିଛି? ସୁକିନ୍ଦା ମାଇନ୍ସ ଇଜ୍ ଫେମସ୍ ଫର୍ କ୍ରୋମାଇଟ୍ ନା ଆଇରନ୍ ଓର୍ ନା କୋଲ୍ ପିଲେ ନା ନନ୍ ଅଫ୍ ଦିଜ୍। ତ ଏହାର ସଠିକ ଆନ୍ସରଟି ହେବ ପିଲେ ଅପସନ ନମ୍ବର ଏ, କ୍ରୋମାଇଟ୍। ଏହି ସୁକିନ୍ଦା ମାଇନ୍ସ ପିଲେ କ୍ରୋମାଇଟ୍ ପାଇଁ ଫେମସ୍। କ'ଣ ପାଇଁ? କ୍ରୋମାଇଟ୍ ପାଇଁ ସୁକିନ୍ଦା ମାଇନ୍ସ ଫେମସ୍। ଠିକ ଅଛି, ଦେଖିବା ନେକ୍ସଟ। ରାନୀପୁର ଝରିଆଲ ଏଣ୍ଡ 64 योगिनी टेम्पल लोकेटेड इन व्हिच डिस्ट्रिक्ट। କ'ଣ ପଚାରିଛି? ଏହି ରାନୀପୁର ଝରିଆଲ ଏବଂ 64 योगिनी टेम्पल ଲୋକେଟେଡ୍ ଇନ୍ ହ୍ୱିଚ୍ ଡିଷ୍ଟ୍ରିକ୍ଟ। ଅପସନରେ ଦେଇଛି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଏବଂ କନ୍ଧମାଳ। ତ ଏହାର ସଠିକ ଆନ୍ସରଟି କ'ଣ ପିଲେ? ଏହାର ସଠିକ ଆନ୍ସରଟି ହେବ ଅପସନ ନମ୍ବର ସି, ବଲାଙ୍ଗୀର। ଏହି ରାନୀପୁର ଝରିଆଲ ଏଣ୍ଡ 64 योगिनी टेम्पल ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ଅବସ୍ଥିତ। ଠିକ ଅଛି, ବୁଝିଲ? ଦେଖିବା ନେକ୍ସଟ। ଦେଖ ପିଲେ ମୁଁ ଯେତେ ମଧ୍ୟ ତୁମକୁ କୋଶ୍ଚିନ୍ କହୁଛି ତୁମର ଏକ୍ଜାମ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ତେଣୁ ତୁମେ ଏହି ଭିଡ଼ିଓକୁ ନିଜ ସାଙ୍ଗମାନଙ୍କ ସହିତ ମଧ୍ୟ ସେୟାର କର, ଯାହାଦ୍ୱାରା କି ସେମାନେ ନିଜର ମଧ୍ୟ ପ୍ରିପାରେସନକୁ ବହୁତ ଭଲ କରିପାରିବେ। ତ ଦେଖ ହୁ ଇଜ୍ ନୋନ୍ ଏଜ୍ ଜୟଲ ଅଫ୍ ଉତ୍କଳ। କ'ଣ କହିଛି ପିଲେ? ହୁ ଇଜ୍ ନୋନ୍ ଏଜ୍ ଜୟଲ ଅଫ୍ ଉତ୍କଳ। ଅପସନରେ ଦେଇଛି ପିଲେ ଦେଖ ମଧୁସୂଦନ ଦାସ, ହରେକୃଷ୍ଣ ମହତାବ, ଆର୍.ଏନ୍. ସିଂହ ଦେଓ ଏବଂ ଗୋପବନ୍ଧୁ ଦାସ। ତ ଏହି ଅପସନ ଗୁଡ଼ିକ ମଧ୍ୟରୁ ପିଲେ ଏହାର ସଠିକ ଆନ୍ସରଟି କେଉଁଠି ହେବ? ଏହାର ସଠିକ ଆନ୍ସରଟି ହେବ ପିଲେ ଅପସନ ନମ୍ବର ଡି, ଗୋପବନ୍ଧୁ ଦାସ। ଜୟଲ ଅଫ୍ ଓଡ଼ିଶା ବୋଲି ପିଲେ ତୁମମାନେ ଆଗରୁ ମଧ୍ୟ ଶୁଣିଥିବ। ତ ଜୟଲ ଅଫ୍ ଉତ୍କଳ ପିଲେ ଉତ୍କଳ ହେଉଛନ୍ତି ଗୋପବନ୍ଧୁ ଦାସ। ଠିକ ଅଛି, ଦେଖିବା ନେକ୍ସଟ। ହ୍ୱିଚ୍ ଅଫ୍ ଦ ଫଲୋଇଂ ଲାଇଜ୍ ଟୁ ଦ ନର୍ଥ ଇଷ୍ଟ ଅଫ୍ ଓଡ଼ିଶା। ଏଠି କ'ଣ ପଚାରିଛି? ହ୍ୱିଚ୍ ଅଫ୍ ଦ ଫଲୋଇଂ ଲାଇଜ୍ ଟୁ ଦ ନର୍ଥ ଇଷ୍ଟ ଅଫ୍ ଓଡ଼ିଶା। ତ ଦେଖ ପିଲେ ଅପସନରେ ଦେଇଛି ବିହାର, ଝାଡ଼ଖଣ୍ଡ, ୱେଷ୍ଟବେଙ୍ଗଲ ଏବଂ ଛତିଶଗଡ଼। ତ ଦେଖ ପିଲେ ଏହା ହେଉଛି ଆଜି ଏହି ଭିଡ଼ିଓର ଲାଷ୍ଟ କୋଶ୍ଚିନ୍। ତ ଏହି କୋଶ୍ଚିନ୍ର ଆନ୍ସର ଯେଉଁମାନେ ମଧ୍ୟ ଜାଣିଛୁ ପିଲେ କମେଣ୍ଟ ବକ୍ସରେ କମେଣ୍ଟ କର ଏହାର ସଠିକ ଆନ୍ସରଟି। ତ ଯଦି ପିଲେ ତୁମମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରି, ଯେଉଁମାନେ ମଧ୍ୟ ଚ୍ୟାନେଲଟିକୁ ପ୍ରଥମେ ଆସିଛ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଘଣ୍ଟିକୁ ପ୍ରେସ୍ କରିଦିଅ, ଯାହାଦ୍ୱାରା ପିଲେ ଏମିତି ହିଁ ଇଣ୍ଟରେଷ୍ଟିଂ ଭିଡ଼ିଓ ଏବଂ ତୁମମାନଙ୍କୁ ଯାହା ବିଡି ଏକ୍ଜାମରେ ପିଲେ ହେଲ୍ପଫୁଲ୍ ହେବ ସେ ଭଳିଆ କୋଶ୍ଚିନ୍ ମୁଁ ତୁମମାନଙ୍କ ପାଇଁ ଆଣିବି, ଯାହା ତୁମ ଏକ୍ଜାମ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ ପିଲେ। ତେଣୁ ତୁମମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଘଣ୍ଟିକୁ ଦବାଇ ଦିଅ, ଯାହାଦ୍ୱାରା କି ମୁଁ ଯେତେବେଳେ ମଧ୍ୟ ତୁମର ଏହି ବିଏଡ୍ ରିଲେଟେଡ୍ ଯେକୌଣସି ଭିଡ଼ିଓ ଅପଲୋଡ଼ କରିବି ପିଲେ ତୁମମାନଙ୍କ ପାଖକୁ ପହଞ୍ଚି ପାରିବ ଏବଂ ତୁମମାନେ ନିଜର ପ୍ରିପାରେସନକୁ ଆହୁରି ଭଲ କରି